ଗୋଟିଏ ଛୋଟିଆ କଥା ଆପଣମାନଙ୍କୁ କହୁଛି। ଗୋଟେ ଗାଈ ଚରାଇବା ପିଲା 50-100 ଗାଈ ନେଇକି ଜଙ୍ଗଲକୁ ଯାଉଛି ଚରାଇବ ବୋଲି। ଗାଈ ଚରଉ ଚରଉ ସନ୍ଧ୍ୟା ହେଇଗଲା। ସବୁ ଗାଈ ପଳେଇ ଆସିଲେ, ଗୋଟେ ଗାଈ ଆସିଲା ନାହିଁ। କାହିଁ ଆସିଲାନି? ଗାଈଟି ଗର୍ଭବତୀ ଥିଲା। ଜଙ୍ଗଲ ଭିତରେ କୁଆଡ଼େ କଷ୍ଟ ପାଇକି ପଳେଇଛି। ପିଲାଟା ଗାଈକି ଛାଡ଼ିକି ପଳେଇ ଆସିଲା। ଗାଈଟି ଘୋର ଜଙ୍ଗଲ ଭିତରେ ପଶିଗଲା। ଇଆଡ଼େ ଗର୍ଭ କଷ୍ଟ। ଦେଖିଲା ଜଙ୍ଗଲ ଭିତରେ କିଏ ଜଣେ ଘୋର ଗର୍ଜନ କରୁଛି। ଦେଖିଲା ସିଂହଟି ଘୋର ଗର୍ଜନ କରୁଛି। ଗାଈ ଅନେଇଲା, ଡରିକି ଯାଉନି। ସିଂହ ତାକୁ ଡାକିଲା, ଆ ମୁଁ ଖାଇବିନି, ଆ ମୋ ପାଖକୁ ଆ। ସେତେବେଳେ ଗାଈଟି ସିଂହ ପାଖରେ ପହଞ୍ଚିଲା। କ'ଣ ଦେଖିଲା ଜାଣିଛନ୍ତି? ସିଂହଟି ମଧ୍ୟ ଗର୍ଭବତୀ। ସେ ମଧ୍ୟ ଗୋଡ଼ି ତଡ଼ି ଯାଉଛି। ତାର ପିଲା ଜନ୍ମ ହେବା ବେଳ ହେଇଗଲାଣି। ଏ ଗୋମାତାଟି ମଧ୍ୟ ଗର୍ଭବତୀ। ତାହାର ପିଲା ଜନ୍ମ ହେବା ବେଳ ହେଇଗଲାଣି। ତେଣୁ ସିଂହ ସହିତ ଗାଈ ମିତ ବସିଲେ ସାଙ୍ଗରେ। ଉଚିତ ସମୟରେ ଏକାବେଳେ ସିଂହ ଗର୍ଭରୁ ଏକ ସିଂହ ଛୁଆ ଜନ୍ମ ହେଲା, ଆଉ ଗାଈ ଗୋମାତା ଗର୍ଭରୁ ବାଛୁରୀଟିଏ ଜନ୍ମ ହେଲା। ଦୁଇ ଜଣଙ୍କ ଗର୍ଭରୁ ଅଣ୍ଡିରା ଅଣ୍ଡିରା ଛୁଆ ଜନ୍ମ ହେଲେ। ଏ ଦୁଇ ଜଣ ଖେଳିଲେ। ତାଙ୍କ ମା' ମାନେ କାଳକ୍ରମେ ମରିଗଲେ। ଏଇ ଦୁଇ ଜଣ ଧୀରେ ଧୀରେ ବଡ଼ ହେଲେ। ଏ ବଡ଼ ହେଲେ କି ହେଲା ବଡ଼ ସିଂହ, ଆଉ ଏ ବାଛୁରୀଟି ବଡ଼ ହେଇକି ହେଲା ବଡ଼ ଷଣ୍ଢ। ଆଜ୍ଞା, ଷଣ୍ଢ ସିଂହ ଛୁଆଟି ଦିନରୁ ବନ୍ଧୁ ହେଇଗଲେ। ଷଣ୍ଢ ହେଇଗଲା ବଳିଷ୍ଠ ଷଣ୍ଢ। ଏତେ ଏତେ ଲମ୍ବା ସିଂହ, ବହୁତ ବଳିଷ୍ଠ ଷଣ୍ଢ। ଆଉ ସିଂହ ତ ସହଜରେ ବଳିଷ୍ଠ ଜଙ୍ଗଲର ରାଜା। ଜଙ୍ଗଲର ଡାଲପତ୍ର ଖାଇ ଷଣ୍ଢ ଦିନକୁ ଦିନ ବଳବାନ ହେବାକୁ ଲାଗୁଛି। ବହୁତ ବଳିଷ୍ଠ ଉଭୟଙ୍କ ସାଙ୍ଗ। ଏ ଦୁଇ ବନ୍ଧୁ ଦୁଇ ସାଙ୍ଗ ପାଣି ଗଲେନି। ଏ ନ ଖାଇଲେ ସେ ଖାଏନି, ସେ ନ ଖାଇଲେ ଏ ଖାଏନି। କେତେ ଦିନ ରହିବ? ରହିବ ନା ଛିଡ଼ିଯିବ? ଷଣ୍ଢ ସିଂହ ମୈତ୍ର। ଜଣେ ଘାସ ଖାଉଛି, ଆଉ ଜଣେ ମାଂସ ଖାଉଛି। ସେ ରାଜ୍ୟର ରାଜା। ସେ ଜଙ୍ଗଲକୁ ଗୋଟେ ପିଲା ସବୁଦିନ କାଠ ଫୁଲ ନେବାକୁ ଆସେ ଜଙ୍ଗଲକୁ। ଏ ପିଲା ଫୁଲ ନେଇକି ରାଜାଙ୍କ ଦରବାରରେ ଦିଏ। ଦିନେ ରାଜା ପଚାରିଲେ, ହଇରେ ଜଙ୍ଗଲ ଯାଉଛୁଟି? ହଁ ଆଜ୍ଞା। ଆଉ ଜଙ୍ଗଲର ଖବର କ'ଣ ରେ? ପିଲାଟି କହିଲା ମଣିମା, ମୁଁ କ'ଣ କହିବି ଖବର? ଆପଣଙ୍କୁ କହିବାକୁ ମୋତେ ଅଡ଼ୁଆ ଅଡ଼ୁଆ ଲାଗୁଛି। ରାଜା କହିଲେ, କ'ଣ ହେଇଛି? ପିଲାଟି କହୁଛି, ସିଂହ ଆଉ ଷଣ୍ଢ ଏ ଦୁଇ ଜଣ ଯାକ ସାଙ୍ଗ ହେଇକି ଜଙ୍ଗଲରେ ବୁଲୁଛନ୍ତି। ଜାଣିଛନ୍ତି ମଣିମା କ'ଣ? ସିଂହ ଯୋଉଠି ଶୋଉଛି, ଷଣ୍ଢ ତା ଉପରେ ଲଦି ହେଇକି ଶୋଉଛି। ଷଣ୍ଢ ଯୋଉଠି ଶୋଉଛି, ତା ଖୁରା ତଳ ସିଂହ ମୁଣ୍ଡ ଗୁଞ୍ଜେଇକି ଶୋଉଛି। ରାଜା କହିଲେ, ବାଃ, ଏତେ ବଡ଼ ସମ୍ପର୍କ ଦୁଇ ଜଣଙ୍କ ଭିତରେ। ଭଲ ହେଲା, ଭଲ ହେଲା। ପିଲାଟି କହିଲା, ମଣିମା, ମୋତେ ଦେଖିକି କେମିତି ଲାଗିଲା ସିଂହ ଷଣ୍ଢଙ୍କ ଭିତରେ ଏ ସମ୍ପର୍କ? ରାଜା କହିଲେ, ପୁଅ ଶୁଣୁ, ଏଇ ଦୁଇ ଜଣଙ୍କ ନିବିଡ଼ ବନ୍ଧୁତା ଭିତରେ ଜଣେ ତୃତୀୟ ବ୍ୟକ୍ତିର ଆବିର୍ଭାବ ଘଟେ। ତାଙ୍କ ବନ୍ଧୁତା ନଷ୍ଟ ହେଇଯିବ। ଯେଉଁଦିନ ତୃତୀୟ ବ୍ୟକ୍ତିର ଆବିର୍ଭାବ ଘଟିବ, ସେଇଦିନ ମୋତେ କହିବୁ। ନୀତି ଜଙ୍ଗଲକୁ ଗଲା। କିଛି ଦିନ ପରେ ପୁଣି ଆସିଲା। ରାଜା କହିଲେ, କିରେ କ'ଣ ଜଙ୍ଗଲକୁ ଯାଇଥିଲୁ? ସେ କହିଲା, ଆଜ୍ଞା, ଆପଣ ଯାହା କହିଥିଲେ ସେଇଆ ହେଲା। ଆରେ କ'ଣ ଦେଖିଲୁ? ଏ ପିଲାଟି କହୁଛି, ମଣିମା, ମୁଁ ତ ଦେଖୁଥିଲି ଦୁଇ ଜଣ ସାଙ୍ଗ ହେଇକି ବୁଲୁଥିଲେ, ଖାଉଥିଲେ, ପିଉଥିଲେ। ଆଜି ଦେଖୁଛି ସେ ଦୁଇ ଜଣ ଯାଉଛନ୍ତି, ତାଙ୍କ ପଛରେ ଶିଆଳଟିଏ ବି ଯାଉଛି। ରାଜା କହିଲେ, ସରିଗଲା, ସରିଗଲା, ଖେଳ ସରିଗଲା। ପିଲାଟି କହିଲା, କ'ଣ ଆଜ୍ଞା, ତୁ ତୁରନ୍ତ ଜଙ୍ଗଲକୁ ଯାଏ। ରାଜା କହିଲେ, ଶିଆଳ ବଡ଼ ଚତୁର, ଅଡ଼ୁଆ କରିଦେବ, ମୁଁ ନିଜେ ଯାଏଁ। ରାଜା ଧନୁଶର ଧରି ବାହାରି ପଡ଼ିଲେ।
ଶିଆଳ ନୂଆ ବନ୍ଧୁ ହେଇଛି ଏମାନଙ୍କର। ଶିଆଳ କ'ଣ ପାଇଁ ବନ୍ଧୁ ହେଇଛି ଜାଣିଛନ୍ତି? ଶିଆଳ ମନେ ମନେ ଭାବିଲା, ଆଉ ଅନେକ ଷଣ୍ଢଙ୍କ ମାଂସ ମୁଁ ଖାଇଛି, କିନ୍ତୁ ଜଙ୍ଗଲରେ ଯେଉଁ ଷଣ୍ଢ ବଡ଼ ହେଇଛି ତା ମାଂସ ସ୍ୱାଦଟା ଅଲଗା। ଏ ଷଣ୍ଢ ମାଂସ କେମିତି ଖାଆନ୍ତି ସେ ଚିନ୍ତା କଲା। ପୁଣି ଭାବିଲା, ଏ ସିଂହ ଏଇ ଜଙ୍ଗଲର ରାଜା, ମୁଁ ତା ସହ ବନ୍ଧୁ ହେଇ ଯାଉଛି ତ ମୋତେ ମାରୁନାହିଁ କେମିତି? ଏ ସିଂହ ଜଙ୍ଗଲରେ ସମସ୍ତଙ୍କ ମାଂସ ଖାଇବ, ତା ମାଂସ ଭାରି ସ୍ୱାଦ ଲାଗନ୍ତା। ତା ମାଂସ କେମିତି ଖାଇବି? ଏମିତି ଶିଆଳ ଭାବି ଭାବି କରିଛି କ'ଣ? ଯେତେବେଳେ ସିଂହ ନଥିବ ଷଣ୍ଢକୁ ଆସିକି କହିଲା, ସିଂହ ନାହିଁ। ଷଣ୍ଢକୁ କହିଲା, ବୁଝିଲ ଷଣ୍ଢ ଭାଇ? କହିଲା କ'ଣ? ତମ ଭଳିଆ ବଳୁଆ ଜଙ୍ଗଲରେ କିଏ ଅଛି ମ? ଷଣ୍ଢ ଆଉ ଟିକେ ଫୁଲି ଉଠିଲା। ହଁ ହଁ, ଶିଆଳ କହିଲା, ବୁଝିଲ ଷଣ୍ଢ ଭାଇ, ଜଙ୍ଗଲରେ ବାସ୍ତବରେ ତମକୁ ରାଜା କରିବା କଥା। ସିଂହକୁ ସିନା ରାଜା କରିଦେଲେ, ସିଂହ କ'ଣ ଜାଣିଛି ମ? ତମଠୁ ଅଧିକ ବଲବାନ ଅଛି କି ସିଂହ? ନାଇଁ ମ। ଷଣ୍ଢ ମନକୁ କଥାଟା ପାଇଲା। ଏଣେ ପୁଣି ସିଂହ ପାଖରେ ଯାଇକି କହୁଛି, ବୁଝିଲ ଭାଇ, କ'ଣ? କହିବା କଥା ନୁହଁ, ତୁମେ କହିବ ସାଙ୍ଗ ସାଙ୍ଗ ଭିତରେ କଥା ଖରାପ କରାଉଛି, ସାଙ୍ଗ ସାଙ୍ଗ ଭିତରେ ଝଗଡ଼ା ସୃଷ୍ଟି କରାଉଛି। କହିବା କଥା ନୁହଁ, କିନ୍ତୁ ଦେହଟା ସହିଲା ନାହିଁ ବୋଲି କହୁଛି। ସିଂହ କହିଲା, ଆରେ କ'ଣ ହେଇଛି କହୁନୁ ମୋତେ? ନାଇଁ ମ, ଗତକାଲି ଷଣ୍ଢ ମୋତେ କହିଲା, ସିଂହର ବଲ କାହିଁ, ସେ ରାଜା ହେବା ପାଇଁ ଯୋଗ୍ୟ, ସବୁଠୁ ବଳୁଆ ମୁଁ ରାଜା ହେବା କଥା। ସିଂହ କହିଲା, ଷଣ୍ଢ ଏହା କହିଲା? ହଁ ମ, ଷଣ୍ଢ ତ ସେ କଥା କହିଲା। ଆପଣ ଜଙ୍ଗଲର ରାଜା ବୋଲି ମୁଁ କିଛି କହୁନି। ବୁଝିଲ ଭାଇ, ଯିଏ ରାଜା ହେଉଛ ହୁଅ, କିନ୍ତୁ ବନ୍ଧୁ ପଣିଆଟା ଥାଉ। ତା କଥା ଏମିତି ହଉ ହଉ 2 ଜଣ ଆସିଲେ, ଆରମ୍ଭ ହୋଇଗଲା ଲଢ଼େଇ। ସେପଟରେ ସିଂହ, ଗୋଟେ ପଟରେ ଷଣ୍ଢ, ଉଭୟ ବଳବାନ। ଏଣେ ଶିଆଳ ବୁଦା ମୂଳରେ ବସି ନଖ ଘଷୁଛି। ଦେଖ, ସିଂହ ଖଟ ମଟେଇକି ଅନେଇଲା ଷଣ୍ଢକୁ, କହିଲା, ହଇରେ, ତୁ ରାଜା ହବୁ? ଷଣ୍ଢ କହିଲା, କାହିଁ, ମୋର ରାଜା ହେବାର ଯୋଗ୍ୟ ନାହିଁ କି? ସିଂହ କହିଲା, ତୁ ଜାଣିଛୁ, ତୋତେ ମୁଁ ଏବେ ଖାଇଦେବି। ଷଣ୍ଢ କହୁଛି, ମୋ ସିଂହକୁ ଅନେଇକି ଲୁଣି। ଉଭୟଙ୍କର ଗଣ୍ଡଗୋଳ ଆରମ୍ଭ ହୋଇଗଲା। ଏମିତି ଲଢ଼େଇ ହେଲା, ଉଭୟ ବଳିଷ୍ଠ, ଜଙ୍ଗଲର ଗଛଲତା ସବୁ ମାଟିରେ ମିଶିଗଲା। ଏତେ ଜୋରରେ ଲଢ଼େଇ ହେଲା, ଲଢ଼େଇର ଶେଷ ପରିଣାମ କ'ଣ ହେଲା ଜାଣିଛନ୍ତି? ଷଣ୍ଢ ମଲା, ସିଂହ ବି ମଲା। ଉଭୟ ମରି ସାରିବା ପରେ ଶିଆଳ ବୁଦା ଭିତରୁ ବାହାରିଲା। ମନେ ମନେ ଭାବିଲା, ଆଗ କାହା ମାଂସ ଖାଇବି? ମନେ ମନେ ବହୁତ ଖୁସି ହେଲା। ଆଗ କେଉଁ ମାଂସ ଖାଇବି ଶିଆଳ ଭାବୁଛି। ରାଜା ଏତିକି ବେଳେ ଆସି ପହଞ୍ଚିଗଲେ। ଅନେଇ ଦେଲେ, ଷଣ୍ଢ ମରି ପଡ଼ିଛି, ସିଂହ ବି ମରି ପଡ଼ିଛି। ଶିଆଳ ବସିକି ମାଂସ ଖାଇବା ଆରମ୍ଭ କରିଦେଲାଣି। ରାଜା ବିରକ୍ତ ହୋଇଗଲେ। ଡାକିଲେ, କିରେ ଚଣ୍ଡାଳ, 2 ବନ୍ଧୁ କେଡ଼େ ଆନନ୍ଦରେ ଥିଲେ, ତୁ ଶେଷରେ ଏମାନଙ୍କୁ ଏୟା କଲୁ? ଧନୁଶର କାଢ଼ିଲେ, ଗୋଟିଏ ଶର ମାରିଲେ, ଶିଆଳ ବି ମଲା। ଆମେ ଶିଖିଲେ କ'ଣ ଆଜ୍ଞା? 2 ବନ୍ଧୁଙ୍କ ଭିତରେ ଯଦି ତୃତୀୟ ଆବିର୍ଭାବ ହୁଏ, ଏଇ ବନ୍ଧୁତା ନଷ୍ଟ ହେଇଥାଏ। मोर कविता आपण मानके भल लागले लाइक कमेंट शेयर सब्सक्राइब करबे, घंटी बटन दबावाटा नहीं भूलबे दादा। आपण मानकर एंटरटेनमेंट लागी एंती नुआ कविता मझी मझीने मुई आनी कर आसबी। धन्यवाद, नमस्कार।